ଷଷ୍ଠ ସ୍କନ୍ଦ ସପ୍ତଦଶ ଅଧ୍ୟାୟ ଶ୍ରୀ ଶୁକ ଉବାଚ। ଯେଦିଗେ ଅନନ୍ତ ଈଶ୍ୱର ତାଠାରୁ ହୋଇଲେ ଅନ୍ତର, ସେ ଚିତ୍ରକେତୁ ବିଦ୍ୟାଧର ସେଦିଗେ କରି ନମସ୍କାର। ତକ୍ଷଣେ ହରସ ହୋଇଲା ଗଗନ ମାର୍ଗେ ଚଳିଗଲା, ଲକ୍ଷେ ବରଷ ଅବ୍ୟାହତ ବଳ ଇନ୍ଦ୍ରିୟ ହୋଇ ଯୁତ। ସିଦ୍ଧ ତାରଣ ମୁନି ଯେତେ ସ୍ତୁତି କରନ୍ତି ଅବିରତେ, ମହାଯୋଗୀ ସେ ସିଦ୍ଧେଶ୍ୱର ରହି କୁଳାଚଳ ଦ୍ରୋଣୀର। ଆନନ୍ଦେ ବିଦ୍ୟାଧରୀ ସଙ୍ଗେ କ୍ରୀଡ଼ା କରଇ ନାନା ରଙ୍ଗେ, ପରମ ଈଶ୍ୱରର ନାମ କରଇ କରାଇ ଗାୟନ। ଏକ ସମୟ ସେ ରାଜନ ଆରୋହୀ ଅମୂଲ୍ୟ ବିମାନ, ତେଜେ ଗଞ୍ଜଇ ଦିବାକର ବିଷ୍ଣୁ ଦେଇଛି ତାକୁ ବର। ଗିରିଶ ଦେଖିବାର ପାଇ ଆନନ୍ଦ ଗଲେ ଶୀଘ୍ର ହୋଇ, ମୁନିମାନେ ଛନ୍ତି ପାଶରେ ଦୁର୍ଗାଙ୍କୁ ବସାଇ କୋଳରେ। ବାହୁରେ କରି ଆଲିଙ୍ଗନ ସଭାରେ ଅଛନ୍ତି ସାନ, ତାହାଙ୍କ ନିକଟରେ ଯାଇ ଉଚ୍ଚେ ହସିଳ ସେ ବୋଲଇ। ଚିତ୍ରକେତୁରୁବାଚ। ଧର୍ମଦେବତା ଗୁରୁଙ୍କର ଜଗତ ଗୁରୁ ଏ ଶଙ୍କର, ସଭାର ମଧ୍ୟରେ ସ୍ତ୍ରୀ ସଙ୍ଗେ ମିଥୁନ ଭାବ ହୋଇ ରଙ୍ଗେ। ଶିରରେ ବହି ଜଟା ଭାର କେ କହୁ ତପ ତାହାଙ୍କର, ଜଗତ ସ୍ୱାମୀ ବ୍ରହ୍ମବାଦୀ ଅଷ୍ଟ ଐଶ୍ୱର୍ଯ୍ୟର ସିଦ୍ଧି। ଅଛନ୍ତି ପତ୍ନୀ ସଙ୍ଗେ ନେଇ ଗତ ଲଜ୍ଜିତ ପ୍ରାୟ ହୋଇ, ଏକାନ୍ତେ ପ୍ରାକୃତ ସ୍ୱଭାବେ ରହି ସ୍ତ୍ରୀ ବଶ ଭାବେ। ଏ ଯେ ସ୍ୱଭାବେ ବ୍ରତ ଧର ଏହାଙ୍କୁ ବୋଲି ଦେବ ହର, ସଭାର ମଧ୍ୟରେ ସ୍ତ୍ରୀ ଘେନି ଅଛନ୍ତି ଯେନେ ନିଚ ଯୋନି। କବାଚ। ଏ ରୂପେ ଚିତ୍ରକେତୁଙ୍କର ଶୁଣିଣ ଉପହାସ ଗିର, ଈଶ୍ୱର ତୃଷ୍ଟିଭୂତ ହୋଇ ରହିଲେ କିଛି ନ କହି। ଏଠାରେ ଯେତେ ଦେବେ ଥିଲେ ସେ ମଧ୍ୟ କିଛି ନ କହିଲେ, ଜାଣେ ସେ ଜିତେନ୍ଦ୍ରିୟ ମୋହି ସମୃଦ୍ଧ ଲାଭେ ଗର୍ବ ବହି। ଏ ବଡ଼ିମା ପଣେ ବାରମ୍ବାର ନିନ୍ଦିଲା ଶିବଙ୍କୁ ଅପାର, ଚିତ୍ରକେତୁର ହି ରୀତି ସହି ନ ପାରି ଭଗବତୀ। ପାଞ୍ଚିଲେ ଦୁଷ୍ଟ ପାମରର ଗର୍ବ ହୋଇଛି ଗୁରୁତର, ଏ ବ୍ରହ୍ମା ନାରଦ ଭୃଗୁ ଋଷି ସେବନ୍ତୀ ଯାର ପାଦେ ଆସି, ତାହାଙ୍କୁ କରେ ଅପମାନ ଏଣୁ ଏ ଦଣ୍ଡକୁ ଭାଜନ। ପାର୍ବତୀ ଉବାଚ। ମନରେ ଦଣ୍ଡ ଅବଧାରି ବୋଇଲେ ସମ୍ବୋଧନ କରି, ରେ ପୁତ୍ର ତୋହର ଦୁର୍ମତି ଘଟିଛି କହୁଛୁ ଅନୀତି। ଏହେତୁ ଅସୁର ଯୋନିରେ ଜନମ ଲଭତୁ ବେଗରେ। କବାଚ। ପାପ ପାଇଣ ସେ ରାଜନ ବିମାନୁ ଖସିଣ ତକ୍ଷଣ, ନତମସ୍ତକେ ଶୀଘ୍ର ଗତି ପ୍ରସନ୍ନ କରିବାରେ ସତୀ। ଚିତ୍ରକେତୁରୁବାଚ। ଭଦୁର୍ଗେ ଶୁଣ ମୋ ବଚନ ସାପ ମୁଁ ଘେନିଲି ଶିରେଣ, ଭଦେବୀ ଅସୁର ଯୋନିରେ ଜନ୍ମ ଯେ କହିଲ ମୋହରେ। ଯେ ମୋର ପୂର୍ବର ଅର୍ଜନ କହିବି ହୁଅ ସାବଧାନ, ସଂସାରେ ଯେତେ ଜନ୍ତୁଛନ୍ତି ଅଜ୍ଞାନ ମୋହରେ ବଞ୍ଚନ୍ତି। ଭ୍ରମଣ କରି ଅନୁକ୍ଷଣ ଭୁଜନ୍ତି ଦୁଃଖ ସୁଖ ମାନ, ଈଶ୍ୱର ମହିମା ନ ଜାଣି ଯେତେ ବୋଇଲି ପରିବାଣୀ। ସଭାର ମଧ୍ୟରେ ଦୁଷ୍ଟ ମତି ହେବାରୁ ପାଇଲି ଦୁର୍ଗତି, ଏ ଗୁଣର ପ୍ରଭାବଟି ଏଇ ସାପ ଅନୁଗବା କାହିଁ। କେ ଅବା ସୁଖ କେ ବା ଦୁଃଖ, କେ ଅବା ସ୍ୱର୍ଗ କେ ନରକ। ଏକଇ ପ୍ରଭୁ ଆଦିମୂଳ ମାୟାରେ ସୃଜଇ ସକଳ, ଏ ମାୟାବଧ ମୋକ୍ଷ ହୋଇ ସୁଖ ଦୁଃଖକୁ ସେ ଲଭଇ। ଏକଇ ପୁରୁଷ ମୁରାରି ତାହାରେ ମିତ୍ର ବାରି, ଜ୍ଞାତି ବାନ୍ଧବ ବା ପର ଆତ୍ମା ନାହିଁଟି ଯାହାଙ୍କର। ସର୍ବଭୂତରେ ସମ ସେଇ ମିତ୍ର ବୈରୀ ନାହିଁ କେହି, ତାହାର କ୍ରୀଡ଼ାରେ ଜଗତ ହେଉଅଛନ୍ତି ଆତଜାତ। ଏହାର ବଧ ମୋକ୍ଷ ସୁଖ ହିତ ଅହିତ ବା ଦୁଃଖ, ଏହାଙ୍କ ଜନ୍ମ ବଧ ମୃତ୍ୟୁ ହୁଅଇ ତାର ଶକ୍ତି ହେତୁ। ଏଅନ୍ତେ ଶୁଣ ମୋ ବଚନ ଭୋ ଦୁର୍ଗେ ହୋଇ ସାବଧାନ, ସାପରୁ ମୁଖ୍ୟ ହେବା ପାଇଁ ନମସ୍କାର କରି ବୋଲଇ। ସଭାରେ ମୁଁ ମନ୍ଦ ବଚନେ ତୁମକୁ ବୋଇଲି ଅଜ୍ଞାନେ, କ୍ଷମା କର ମୋହରି ତୁମେ ଯେ ଅଖିଳ ଈଶ୍ୱରୀ। କବାଚ। ଏମନ୍ତେ ପ୍ରସନ୍ନ କରାଇ ଈଶ୍ୱର ପାର୍ବତୀଙ୍କୁ ସେଇ, ଆପଣା ବିମାନେ ବସିଲା ନିଜ ମନ୍ଦିରେ ବିଜେ କଲା। ଏ ଅନନ୍ତରେ ସେ ଈଶ୍ୱର ଦୁର୍ଗାଙ୍କୁ କହନ୍ତି ଏ ଗିର, ଋଷି ଦୈତ୍ୟ ସିଦ୍ଧଗଣ ଶୁଣୁଅଛନ୍ତି ମୋ ବଚନ। ଦେବଦେବ ବାଚ। ଅଦ୍ଭୁତ କର୍ମା ହେ ଈଶ୍ୱର ପ୍ରାଭବ ଭୂତ ମାନଙ୍କର, ଗୃହ ମହାତ୍ମା ସେମାନେ ଶ୍ରୋଣୀ ଦେଖ ବିଦ୍ୟମାନେ। ଏ ବିଷ୍ଣୁ ଭକତ ଯେତେ ଜନେ ଭୟ ତାହାଙ୍କ ନାହିଁ ମନେ, ସ୍ୱର୍ଗ ବା ମୋକ୍ଷ ବା ନରକ ଏମାନେ ଦେଖନ୍ତି ସେ ଏକ। ଦେହର ଦେହି ସଂଯୋଗରୁ ପରମ ଈଶ୍ୱର ଲୀଳାରୁ, ଜନ୍ମ ବା ମୃତ୍ୟୁ ଅବା ସୁଖ ସାପ ଅନୁଗ୍ରହ ବା ଦୁଃଖ। ପୁରୁଷ ବିବେକ ସେହି ଏ ଭିନ୍ନ ଭିନ୍ନ ଯେ ଦେଖଇ, ଯାହାର ଗୋବିନ୍ଦେ ଭକତି ଶୁଦ୍ଧ ଯାହାର ଦୃଢ଼ମତି। ଜ୍ଞାନ ବୈରାଗ୍ୟ ଅଛି ଯାହାର ପୃଥକ ଭାବ ନାହିଁ ତାର, ମୁହିଁ ବିରଞ୍ଚି ଯେ କୁମର ନାରଦ ଆଦି ମୁନିବର। ବ୍ରହ୍ମାଦି ଯେତେ ସୁରେଶ୍ୱର ନ ଜାଣୁ ମହିମା ତାହାର, ଏହାର ପ୍ରିୟ ନାହିଁ କେହି ଅପ୍ରିୟ ଏହାରଟି ନାହିଁ। ମିତ୍ର ବୈରୀ ନାହିଁ ଯାର ସମାନ ଦେଖେ ନୋପବର, ସକଳ ପ୍ରାଣୀଙ୍କର ପ୍ରିୟ ଏହିଟି ସର୍ବଭୂତମୟ। ଏ ଚିତ୍ରକେତୁ ମହାଭାଗ ତାଙ୍କର ପ୍ରିୟ ଅନୁରାଗ, ସର୍ବତ୍ର ସମଦୃଷ୍ଟି ଏହି ଅଚ୍ୟୁତ ପ୍ରିୟ ଯେନେ ମୋହି। ମହାତ୍ମା ପୁରୁଷ ଯେ ସେହି ଏଣୁ ବିସ୍ମୟ ତାର ନାହିଁ, ନ ଡରି ସ୍ଥିର କରେ ମନ ବିଷ୍ଣୁ ଭକତ ଯେଉଁ ଜନ। ସମଦରସି ଶାନ୍ତ ଯେହି ବିସ୍ମୟ ଅବା ତାର କାହିଁ। କବାଚ।
ଏ ଶିବଙ୍କ ଭାଗବତ ବାଣୀ ହରସ ଶୁଣିଣ ଭବାନୀ। ସେ ରାଜା ସ୍ଥିର କଲେ ମନ ବିସ୍ମୟ ଛାଡ଼ିଲେ ତକ୍ଷଣ। ସେ ଚିତ୍ରକେତୁ ଏ ସଂସାରେ ଦେବୀର ସାପ ଘେନିସିରେ। ତାହାର ଏ ସାଧୁ ଲକ୍ଷଣ ଯେଣୁ ସାପ କଲା ଗ୍ରହଣ। ଏ ଦୁଷ୍ଟୁ ଯଜ୍ଞ ଦକ୍ଷିଣାଗ୍ନିରେ ଜନ୍ମିଲା ଦାନବ ଯୋନିରେ। ଏ ବୃତ୍ର ହୋଇଲା ସେ ରାଜନ ଜ୍ଞାନ ବିଜ୍ଞାନରେ ସମ୍ପନ୍ନ। ଯେ ପ୍ରଶ୍ନ କଲୁ ନୃପବର କହିଲୁ ତୋହର ଆଗର। ଗୋବିନ୍ଦମତୀ ବୃତ୍ରାସୁର ଜନ୍ମର କାରଣ ତାହାର। ଇତିହାସ ଏ ପୁଣ୍ୟ ସାର ମହାତ୍ମ ଏ ଚିତ୍ରକେତୁର। ଭକତି ପ୍ରାଣୀ ଯେଇ ତାହାଙ୍କ ଗୁଣ ଯେ ଗୁଣଇ। ସକଳ ବନ୍ଧୁ ମୋକ୍ଷ ହୋଇ ବୈକୁଣ୍ଠ ପଦକୁ ଲଭଇ। ଏ ଇତିହାସ ଯେ ପ୍ରଭାତେ ଶୁଣାଇ ଶୁଣେ ସ୍ଥିର ଚିତ୍ତେ। ରତେ ଭଜେ କୃଷ୍ଣ ପାଦ ହରଇ ବିଷୟା ବିଷାଦ। ବୋଲଇ ଦାସ ଜଗନ୍ନାଥ ଚିତ୍ରକେତୁ ବିଷ୍ଣୁ ଭକତ। ଶ୍ରୀମଦ ଭାଗବତେ ମହାପୁରାणे परमहंस सहिते यासिक्यां षष्ठ स्कंदे चित्रकेतु आख्याने नाम सप्तदश अध्याय। बोलानंदी एक बार हरि हरि बोल।